ରମ୍ପେଲା ସେତୁରେ ଟ୍ରାଫିକ୍ ଜନିତ ସମସ୍ୟା, ଦୁର୍ଘଟଣା ଆଶଙ୍କା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜାରି କରିଥିବା ପୂର୍ବ ଆଦେଶରେ ସଂଶୋଧନ କରାଯାଇଛି। ନୂତନ ଆଦେଶ ଅନୁଯାୟୀ କୋଇଲା ପରିବହନକାରୀ ଭାରିଯାନ ଉପରେ ଥିବା କଟକଣା ପ୍ରତ୍ୟାହାର କରାଯାଇଥିବା ବେଳେ ଫ୍ଲାଏ ଆଶ୍ ପରିବହନକାରୀ ଭାରିଯାନ ପାଇଁ ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପୂର୍ବବତ୍ କଟକଣା ବଳବତ୍ତର ରହିଛି। ଗତ 22 ଜୁଲାଇ ଜିଲ୍ଲାପାଳ ସଂଶୋଧିତ ଆଦେଶ ଜାରି କରି ସ୍ପଷ୍ଟ କରିଛନ୍ତି ଯେ ଦିନବେଳେ ଫ୍ଲାଏ ଆଶ୍ ପରିବହନକାରୀ ଭାରିଯାନ ଯୋଗୁଁ ରମ୍ପେଲା ସେତୁର ଟ୍ରାଫିକ୍ ଭିଡ଼ ବଢ଼ୁଥିବାରୁ ସେମାନଙ୍କ ଚଳାଚଳ ଉପରେ କଟକଣା ଜାରି ରହିବ। ଏହି ଆଦେଶ 23ରୁ 31 ଜୁଲାଇ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ସଂଶୋଧିତ ଆଦେଶ ପରେ କୋଇଲା ପରିବହନକାରୀ ଭାରିଯାନ ରମ୍ପେଲା ସେତୁ ଦେଇ ପୁଣି ଚଳାଚଳ ଆରମ୍ଭ କରିଛି। ତେବେ ପ୍ରଶାସନ ଏହି ନିଷ୍ପତ୍ତିକୁ ସ୍ଥାନୀୟ ଲୋକ କିପରି ଗ୍ରହଣ କରିବେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ରମ୍ପେଲା ସେତୁ ଦେଇ ଝାରସୁଗୁଡ଼ା ଓ ସମ୍ବଲପୁର ମଧ୍ୟରେ ବହୁ ସଂଖ୍ୟକ ଯାନବାହନ ସହ ଶିଳ୍ପ ସଂସ୍ଥାର କୋଇଲା ଓ ପାଉଁଶ ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ ଦୀର୍ଘଦିନ ଧରି ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପୂର୍ବରୁ ଶିଳ୍ପ ସଂସ୍ଥା ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ। ବର୍ତ୍ତମାନ ସେହି ଆଦେଶରେ ସଂଶୋଧନ କରାଯାଇ କୋଇଲା ପରିବହନକାରୀ ଯାନକୁ ଅନୁମତି ଦିଆଯାଇଛି।